ଚାନ୍ଦା ବସିଲି ପାଇଁ ମାଡଗୋଳ ହଉଥିବେ ଗୁଣ୍ଡା ମାନେ ଜାଣିଛନ୍ତି। ଆମର ଇଲାକାର ସବୁ ଚାନ୍ଦା ଆମକୁ ମିଳିବ ନା। ଆଉ କଣ ଚାଲିଛି? କରନ୍ତୁ ପରା ମିଶିକି ସେବା। ଆଜି ବିଲିଭର୍ସ ହେଇଯାଇଛନ୍ତି ଓନ୍ଲି ଇନକମ ସୋର୍ସେସ୍, କଷ୍ଟମର୍ସ ହେଇଯାଇଛନ୍ତି ଆଜ୍ଞା ମଣ୍ଡଳୀର ବିଶ୍ୱାସୀ ମାନେ ଆଉ ବିଶ୍ୱାସୀ ନୁହନ୍ତି, ଦେ ଆର କଷ୍ଟମର୍ସ। ଚାନ୍ଦା ଏକଠା କରିବାର ଏକ ସୋର୍ସ ହେଇଛନ୍ତି, ବା ସେ ମାଧ୍ୟମ ହେଇଗଲେ। ଆଜି କଣ ପାଇଁ 10 ଜଣ ଆସିନାହାନ୍ତି? କଣ ପାଇଁ ଆସିନାହାନ୍ତି? ସେମାନଙ୍କର ଆତ୍ମିକ ଜୀବନ ପ୍ରତି ବ୍ୟସ୍ତ ନାହିଁ। ଆଜି 10 ଜଣଙ୍କର ଚାନ୍ଦା କମିଗଲାରେ, ଏଟା ହିଁ ବ୍ୟସ୍ତତା ଅଛି। ଦେଖ ପରା, ଦେଖନ୍ତୁ ଦିନ ଦୁଃଖୀ ଗରିବ ଗୋଟେ ମା, ଗୋଟେ ବିଧବା ସ୍ତ୍ରୀ, ଗୋଟେ 4ଟା ଛୁଆକୁ ଧରିକି ଯେ ଆସିଥିବ, ଯେ ଜୋରରେ ଗୋଟେ ଧରିଥିବ, ପୁରା ଚେପା ହେଇକି ଥିବ ସେ 10 ଟଙ୍କିଆ ନୋଟଟା ଚାନ୍ଦା ଦେବି ବୋଲି। ତାକୁ ତା ଘରକୁ ତାର 4ଟା ଛୁଆକୁ କିଏ ପଚାରିବେ ନାହିଁ। ଯେ କାରରେ ଆସୁଥିବେ, ମାସକୁ 15,000 ଯଦି 10 ମାସ ଦେଲେ ସେମାନେ ବଡ କଷ୍ଟମର୍ସ ଅଟନ୍ତି। ସେମାନଙ୍କୁ ଭଲରେ ଦେଖିବେ, ଯତ୍ନରେ ଦେଖିବେ। ସବୁଠି ଚାଲିଛି, ସବୁଠି ଚାଲିଛି। ସେମାନଙ୍କୁ ହିଁ ପ୍ରାର୍ଥନା ପାଇଁ ଡାକିବେ, ସେମାନଙ୍କୁ ସେ ବକ୍ତାଙ୍କର ହୋଟେଲକୁ ନେବେ, କାରରେ ଆପଏଣ୍ଟମେଣ୍ଟ ଦିଆହେବ। ଏଟା ସବୁ ପ୍ରଭୁ ଦେଖୁନାହାନ୍ତି ଭାବୁଛନ୍ତି ନାଇଁ? ସବୁ ବାହାରି ପଡିବ ଦିନେ, ସବୁ ବାହାରି ପଡିବ। ଏଥିପାଇଁ ପତନ କଣ ପାଇଁ? why do they fall? pride, ଗର୍ବ। ଗୋଟେ କଥା ଦେଖାଇକି ଆଗକୁ ଯିବି। ପ୍ରଥମ କରିନ୍ଥୀ 1 ଅଧ୍ୟାୟ 26 ରୁ ବାବୁ ଆମର କ୍ୱାଲିଫିକେସନ ଦେଖନ୍ତୁ ତ। ପ୍ରଥମ କରିନ୍ଥୀ 1 ଅଧ୍ୟାୟ 26 ପଦରୁ। କାରଣ ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ। ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ମନୋନୀତ କଲେ। ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ମନୋନୀତ କଲେ। ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟ ଗୁଡ଼ିକ, ହଁ ନଗଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। ପ୍ରେଜ ଦ ଲର୍ଡ। କାହାକୁ ଆହ୍ୱାନ କଲେ ପୁଣି ପରମେଶ୍ୱର? 26 ପଦରେ ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, କ୍ଷମତାପନ୍ନ, କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ, ଏ ପଏଣ୍ଟ ନୋଟ କରନ୍ତୁ, ମର୍ତ୍ତ୍ୟ, କୌଣସି ମର୍ତ୍ତ୍ୟ କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମରେ ଗର୍ବ ନ କରେ। ଏଥିପାଇଁ ଈଶ୍ୱର ଜ୍ଞାନୀ ମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ, ଦୁର୍ବଳ ବିଷୟ, ନୀଚ ବିଷୟ ଆଉ ନଗଣ୍ୟ ବିଷୟକୁ ମନ କଲେ। କଣ 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 ଆମର କ୍ୱାଲିଫିକେସନ କଣ? ମୂର୍ଖ, ଦୁର୍ବଳ, ନୀଚ, ତୁଚ୍ଛ, ନଗଣ୍ୟ, 5ଟା। ମୋ ପଟେ ଦେଖନ୍ତୁ। ପ୍ରେଜ ଦ ଲର୍ଡ। ମୁଁ ବହୁତ ବେଶୀ ବଡ ପାଠ ପଢୁଥିଲି ବୋଲି, ମୁଁ ବହୁତ କ୍ୱାଲିଫାଇଡ ହେଇଲି ବୋଲି, ମୁଁ ତାପରେ ମୁଁ MSc BTS କଲି ବୋଲି, MSc ପରେ ମୁଁ MD ବି କରିଥିଲି ବୋଲି ପ୍ରଭୁ ମନୋନୀତ କଲେ କି? ଏତେ ଫିଲସଫି ପାଠ ପଢିକି ଛାଡିଲେ ପ୍ରଭୁଙ୍କର କଣ ଗୌରବ ରହିଲା?
क्वालिफाइड हेबाटा भूल नुहे बट आमମାନଙ୍କର क्वालिफिकेशन द्वारा प्रभु व्यवहार करूछंती बोलिबाटा भूल सेतपई कहली शास्त्री माने शास्त्री हेई कि रहिले बाप्तिजक जहन अनेक आत्मा लाभ कले शास्त्री माने फारसी माने शास्त्र पढ़ी की व्यवस्था अशास्त्रज्ञ माने व्यवस्था प्रचारक माने सेमिति के ही रहिले शिष्य माने दुनिया को टलमल कर देकी आत्मा लाभ कले शास्त्री माने शास्त्री है कि रही गले नूतन जेरुसलेम रो भित्ति मूल रे प्रेरित मानकर नाम लिखित हैला माछ धरिबा लोक चाष करिबा लोक गरीब लोक अशिक्षित लोक सेटा तो प्रेरित रे यीशु ख्रीष्ट को भी लोक मन कोन कहले ए तो अशिक्षित ए केते एते पंडित होई गलेनी से कथा सेम कथा प्रेरित रे पितर को कहा गला कि माने तो पाठ पढ़ी नांती ए माने केमते एतिकी सब कहि परछंती होली स्पिरिट को हमें केबे आमे 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 ये देबु गौरव देबु कहंतु तो क्वालिफाइड 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 से पे क्वालिफाइड है कि गोटे मंडली रे चाकरी करबा को पडुछि सामाजिक भाग में क्वालिफाइड न हबा लोक माने व्यवहारित हो जाउछन सुंदर पद मर्त्य पॉइंट बी नोटेड दूत मान को किमती सृष्टि कले परमेश्वर गौरव रे सुना रे वायु रे अग्नि रे तैयारी कले फायर विंड गोल्ड ग्लोरी भाई माने कौन करले एतिकी गौरव पाइकी एतिकी सुना रूपा पाइकी एतिकी सही मणि मुक्ता हीरा सब थिला कि नहीं से जिहिज के 28 रे एतिकी पाइकी गर्व देखेला हम हमको क्या कमी है हम में क्या कमी है हम किसी से कम नहीं है मत दे थांते से चेहरा मु पारी थांते नहीं चुटके बजाले पारी थांते हमको बड़े सिंहासन दे थांते हम पारिबो नहीं की बोली गर्व देखाइले तेणुकर परमेश्वर कौन करले एथर भाविले मनुष्य को हमें बनाइबा सुनारे बनाइबा नहीं रूपारे बनाइबा नहीं हीरा मणि मुक्तारे बनाइबा नहीं माटीरे बनाइबा माटीरे बनाई की गौरव देबा जेपरि कि जेते उच्च को गले मध्य माने सब बेले निज भीतर झांकी की देखि बेले हमें माटी आके बाबू हमें की पे गर्व करिवो जेते गौरव जेते सुंदर ड्रेस पिंधि के देखिबार हम पछपटे देखिबार को देखला बेल को हमर औकात में जानिबार अछि माटी रो काढी छंती बाबू हमको बोली केबे भी गर्व करिबार नहीं व्हाट वर वी हम अलमारी रे थिबा 500 टंकिया नोट के 2000 टंकार नोट अबे तो नहीं जे छाड़ एग्जांपल कहूची से नोट माने कथा होंती पुनी देखलो ना हमर वैल्यू तो आ गोटे नोट कहबो पुनी कोन वैल्यू रे आमी दिने कचरा रे थिलु जानछु ना नहीं हमें दिने डस्टबिन रे थिलु हमको रिसाइक्लिंग करला परे तापरे हमको जेते बेले नोट बने दिया गला आरबीआई रो गवर्नर संतक जेते बेले दिया गला हमको मूल्य मिलला कौन 2000 टंकार नोट तार नंबर आउ संतक नथिले से कागज रो मूल्य केते हमको प्रभु संतक देले गौरव देले मूल्य देले जे लोक माने हमको नमस्कार करछंती आज ए दूत माने जे माने गौरव रे निर्मित गर्व देखाइले सेथिपाई परमेश्वर निष्पत्ति नेले एथर गौरव देले मध्य गर्व करिबार चांस नथिबो एंड करी आमे मनुष्य को माटी रे बनाइबा दूत माने व्यस्त हमको पर गौरव रे बनाई छंती सुना रे बनाई छंती हीरा पत्थर सब सजाई छंती तुमर संतान बोलछो तुमर पुओ झियो बोलछो माटी रे काई बनछ परमेश्वर दूत मान के देखते तल ऊपर तमर पर न होंतो बोली सेति की दूत मान को परी आमे गर्वी न हो बोली
ସମାଗମ ତମ୍ବୁରେ ସେ ସୁବର୍ଣ୍ଣର ଧୂପ ବେଦୀ କୁ ଛାଡ଼ିଦେଲେ ବାକି ସବୁ ସେବାର ପାତ୍ର ଗୁଡିକ ସେ ଯଜ୍ଞ ବେଦୀ ହେଉ ସେ ମେଜ ହେଉ ସେ ଦୀପ ବୃକ୍ଷକୁ ବି ଦୀପ ବୃକ୍ଷ ଆଉ ସେ ସୁବର୍ଣ୍ଣର ବେଦୀ ଦିଟାକୁ ଛାଡ଼ିଦେଲେ ବାକି ସବୁ ବସ୍ତୁ ସିତିମ କାଷ୍ଠରେ ବନା ହେଇଥିଲା। ସେ ମନ୍ଦିରକୁ ବି ମେଜକୁ ବି ନିୟମ ସିନ୍ଧୁକକୁ ବି ଆଉ ସେ ଯଜ୍ଞ ବେଦୀକୁ ବି କାହିଁକି ସିତିମ କାଷ୍ଠ ଗୋଟେ କାଠରେ ବନେଇକି ତା ଉପରେ ସୁନା ଗୋଡି ଦେଇଥିଲେ ମୋଡି ଦେଇଥିଲେ କଭର କରି ଦେଇଥିଲେ କଣ ପାଇଁ ମାନେ ଆମେ ଭିତରେ ସିତିମ କାଷ୍ଠ ମାନେ କଣ କଣ୍ଟା ଗଛ ଗୋଟେ ବେକାରିଆ ଗଛ ଆମେ ଯେମିତି କାଠ ପାଇଁ ଆମେ ଚୁଲି ପାଇଁ କାଠ ଚୁଲି ପାଇଁ ଯେମିତି ଆମେ ଗଛ କାଟିକି ଆଣୁନେ କି କଣ୍ଟା ଗଛ ଯାକ ଥିବ ଆମର ରୋଡ ସାଇଡ କୁ ରେଲୱେ ଟ୍ରାକ ର ସାଇଡ କୁ ଗୋଟା ପାଇଁ କାମ ଦେବ ଗୋଟେ ଫଳ ପାଇଁ କାମ ଦେବନି ଗୋଟେ ପତ୍ର କାମ ଦେବନି ଗୋଟେ ଛାୟା ଦେବନି ପକ୍ଷୀ ମାନେ ସେଠି ବସା କରନ୍ତି ନାହିଁ ଖାଲି କଣ୍ଟା ଗଛ ଅଙ୍କା ବଙ୍କା ହେଇକି ବଢିଥାଏ ସେଇ ଗଛ ଯାହାକି ଆମେ ଚୁଲିରେ ପୋଡାଇବା ପାଇଁ ଚୁଲି ଜଳାଇବା ପାଇଁ ଆମେ ଅଗ୍ନିରେ ନିଆଁରେ ଲଗାଇବୁ ସେଇ କାଠକୁ ପ୍ରଭୁ ଆଣି ତାକୁ ଛାଣି ତାକୁ ଚାଞ୍ଚି ଦେଇ ତାକୁ ସମାନ କରିକି ତାଙ୍କୁ ଗୋଟେ ବକ୍ସ ଗୋଟେ ବନାଇକି ତାପରେ ସୁନାରେ ମୋଡିକି ତାଙ୍କର ମନ୍ଦିରରେ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ରଖିଛନ୍ତି କଣ ଭାବିବାର ଏବେ ଏଇ ସବୁ ବସ୍ତୁ ଦେଖିଲ ନା ଆମର ସୁନା ଦେଖ ଆମର ସୁନା ଦେଖ ଆମର ସୁନା ଦେଖ ତ ପ୍ରଭୁ କହୁଥିବେ ବେଳେ ବେଳେ ଭିତରେ ବି ଦେଖିବାର ତୁମେ କିଏ ନାଇଁ ପ୍ରଭୁ ଆମେ ଭିତରେ କାଠ ସବୁ ସୁନାରେ ବନେଇ ଦେଇଥାନ୍ତି ନା ଆରାମରେ ନା 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 ଆମ ଭଳି ବେକାରୀ ଲୋକ ଯେ ପାତାଳରେ ବେକାର ପୋଡିବାର ଥିଲା ଆମକୁ ଆଣିକି ପ୍ରଭୁ ସୁନାରେ ଗୋଡିକି ବ୍ୟବହାର କରିଲା ବେଳକୁ ଆମର ଗର୍ବ ଦେଖ ତ ସେଥିପାଇଁ ଭିତରେ ଦେଖିବାର ଆମେ କଣ what are we ସୁନ୍ଦର ପଦ ଜିସାୟ 51 ଏକ ପଦ ଜିସାୟ 51 ଏକ ପଦ 51:1 हे ଧର୍ମର ଅନୁଗାମୀଗଣ हे ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତୁମ୍ଭେମାନେ ଆମ୍ଭର କଥା ଶୁଣ ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ ତହିଁ ପ୍ରତି ଦୃଷ୍ଟିପାତ କର बस 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 प्रेज द लॉर्ड प्रेज द लॉर्ड प्रेज द लॉर्ड प्रेज द लॉर्ड कौन बुझिले हे धर्मर अनुगामी गण सदा प्रभुंकर अन्वेषणकारी तुम्हें यही कथा शुण कौन दीटा पॉइंट नोट करो पुणी कौन पुणी तुम्हें जो शैलरू कटा होइथिलो आ जो गर्तरू खला होई अछो तो ही प्रति दृष्टिपात करो तार अर्थ कौन मो पढ़ देखो प्रेज द लॉर्ड शिल्प के देखिले कि गोटे मूर्ति सुंदर मूर्ति बनाते नहीं बेले बेले बड़ बड़ होटल मान बाहर ग्राउंड रे देखिले गोटे सुंदर शिल्प कला पत्थर रे बनाती आज्ञा नहीं पत्थर रे बनाती आम ओडिशार उत्सव जब नहीं कि से आमर कटकर बाली जात्रा जमती आमर नवरंगपुर मंडे जमती कोरापुटर परब जमती गजपति उत्सव जमती सिमती मेला रे सुंदर सुंदर से देसी गाँ मानक ट्राइबल्स रु सुंदर सुंदर ये हांडी बनाती माठिया हांडी सुंदर सजाई की कलर लगाई की पेंटिंग लगाई की नहीं कि केते कॉस्ट थी कॉस्ट थी नहीं 1200-1500 कही दियंते हठात नहीं आ ये मूर्ति तो बहुत कॉस्ट थाए बड़ बड़ होटल्स मान करे से रिसेप्शन रे रखले देखी जना पड़ु बाप रे केमिति बनाई थी बेटा बोले तो ये मूर्ति पुणी सुंदर सजे बनला पर पत्थर रे बनाती कि नहीं सुंदर बन भाव था वाह मोर सुंदरता देखो तो व्हाट ए ब्यूटी आई एम मनुष्य भी इतने सुंदर ना आमे एते सुंदर बोलर प्रभु कहउछंती तो को पत्थर रो खळा हेतिलो ताके देखो थरे जाई की हां की सत कि नहीं गोटे बड़ पत्थर रो गोटे खंड को खोली की आनी की से शिल्पी कौन करे घरे ताको
ଲୁହାରେ ସେ ଇଏରେ ମାରି 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 ବନାଏ ଗୋଟେ ମାସେ 2 ମାସ ଲାଗେ। 2 ମାସ ପରେ ଦେଖିଲେ ଗୋଟେ ସୁନ୍ଦର ମୂର୍ତ୍ତି, କିନ୍ତୁ କୋଉଠୁ ଖୋଳା ହେଇଛି? ଅଲରେଡି ଗୋଟେ ପଥର ଭିତରୁ ଖୋଳା ହେଇଛି। ଆଉ ଯେତେବେଳେ ଖୋଳା ହେଇଥିଲା ସେ ଗାତ ଦେଖ ତ କି ଅଙ୍କା ବଙ୍କା ଥିବ, ଆର ପରେ ଥିବ କି ଆର ରୂପ ଆଉ ସେ ପଥରକୁ ଦେଖିଲେ ମ୍ୟାଚ ହେବନି ଜମା। ଏମିତି ଥିଲେ କି ମୁଁ ଏ ଭିତରେ ଥିଲେ କି? ଓହୋ, ଶିଳ୍ପୀ ମତେ ଏମିତି ବନାଇଲେ ନାଇଁ କି, ମୁଁ ଆଗରୁ ନଥିଲି ଏମିତି ନାଇଁ କି? ଓହୋ, ପ୍ରଭୁ କହୁଛନ୍ତି ତମକୁ କୋଉ ସ୍ଥାନରୁ ପ୍ରଭୁ କାଢିଛନ୍ତି ତ ଦେଖ, ଯାଇକି କେମିତି ଥିଲା ତୁମର ଜୀବନ ଯାଇକି ଦେଖ ଥରେ, ପରେ ଗର୍ବ କରିବ। ପଛରେ ଗର୍ବ କରିବାର ରିଜନ ଅଛି କି ନା ଦେଖିବ ଯାଇକି। ଆଉ ସେଇଭଳି ମାଠିଆ ହାଣ୍ଡି ଯୋଉଟା ଆମେ ପରବରେ ଉତ୍ସବରେ ଦେଖୁ, ଆମେ ପଇସା ଦେଇକି କିଣୁ, କେତେ ସୁନ୍ଦର ସେପ, କେତେ ସୁନ୍ଦର ଡିଜାଇନ, ତାର ସାଇଡ ର ସେ ହ୍ୟାଣ୍ଡେଲ୍ସ ବି, ତାର କଲର, ତାକୁ ପେଣ୍ଟିଂ, ତାକୁ ପୁଟି ମାରିକି, ତାକୁ ପ୍ଲାଷ୍ଟର ଅଫ ପ୍ୟାରିସ ଦେଇକି ପେଣ୍ଟିଂ କରିକି ସଫ୍ଟ କରିକି ବନାଇବେ। ପ୍ରଭୁ କହୁଛନ୍ତି ଗର୍ବ କର ନାହିଁ, ତୁ କୋଉ ମାଟିରୁ ଖୋଳା ହେଇଛି ସେ ମାଟିକୁ ଦେଖ ଯାଇକି ଥରେ। ତ ଭାବୁଛ ହଁ କି, ଚାଲ ଦେଖିବା ତ। ତ ସେ ଚିତ୍କା ମାଟି, କାଦୁ କାଦୁ ମାଟିରେ କି ନାଇଁ, ସେ କାଦୁ ମାଟିରେ, ଅଳିଆ ଭିତରେ, ମଇଳା ଭିତରେ ସେ ଗାତକୁ ଦେଖିଲେ, ଏ ଗାତରେ ଥିଲି କି ମୁଁ? ହେଲେ ଛି ଛି ଛି, ତମକୁ ଛି ଲାଗୁଛି ମାନେ ଆମର ଜୀବନ ଯେମିତି ଯେତିକି ଛି ଥିଲା, ଆମକୁ ପ୍ରଭୁ ତାଙ୍କର ସୁନାର ହାତରେ ଉଠାଇକି ଆମକୁ ବନାଇଛନ୍ତି। ଆଜ୍ଞା ସତରେ ଛି ଜୀବନ ଆମର କାହିଁକି ଗର୍ବ ଦେଖାଇବ? ସେ କବାଲି ଗୀତ, है मेरे मसीह तूने मुझे क्या बना दिया, है मेरे मसीह तूने मुझे क्या बना दिया, कतरे को लेके तूने सागर बना दिया। बहुत भल पाए से गीत। कतरा, कतरा मीन्स ड्रॉप, ड्रॉप थिलो, आमे गोटे टोपा थिलो, सागर बनाई देइछन्ते हमको। प्रेज द लॉर्ड। ना गर्व करिबा नहीं, प्रभु गौरव देबे, प्रभु उच्च करिवे, प्रभु उन्नत करिवे, अपना साइड रे बसाइबे, अपना कोलरे भी बसाइबे। गर्व करिबार नहीं, गर्व करिबार नहीं माने तार अर्थ कोन? माने आमे केबे निजको योग्य भाबिबार नहीं, सेटा कथा। बस बसिबा जाई प्रभु को कोलरे ही बसिबा, किंतु कोन भाइबा केमती फील करछ बोल दूत मन आसी माइक लखला लोक कोन कहबे प्रभु को कोलरे मो भल लोक केमती बसाइछन्ती जानि पारु नहीं। हाउ मो भली लोकन को प्रभु केमती तुमे क्षमा करि पारलो, मो भली लोक को केमती ग्रहण करि पारलो प्रभु। मो हेले करन थांती प्रभु, मो भली लोक मो देखा गले छी बोल थांती, तुमे केमती ग्रहण करलो प्रभु मते। हाउ की हृदय एटा तमरो प्रभु, मानिबा को पड़िबो। प्रेज द लॉर्ड। तेणु करी गर्व जोगु पतित होउछन्ती। नंबर 2 आमे देखिलु अबाध्यता जोगु पतित होउछन्ती। नंबर 3 देखिलु भंड शिक्षा। भंड शिक्षा कोन देल लूसीफर अन्य मानको से लोभ ही सिखाइला, जोटा वर्तमान कहली। तुमको की कमी अछि पुणी जाउनो पचारनो, आमे तळे काई बसिबा, आमे ऊपर काई बसिबा को हेबोनी, हेबो नै। हम पास्टर मान सामने आम केबे सामने बसी नथिलु, से सामने केबे चेयर रे बसी नथिलु। जन को घर को जाइथिली गोटे फैमिली, किछ अभाव नहीं, दे वर वेरी रिच पीपल। चेयर रे बसले से माने से भौणी माने मोर सामने रे बसले तळे, अरे ऊपर बसंतो बोले भी ना से मो प्रति करबा दरकार नहीं। जे एग्जांपल कहूची कि मन एटा मो पाखरे काहे कि सेमती। ओ माय गॉड, धनी अच्छे बहुत किछ अच्छे से मान पाखरे पैसा। जने जन घर को जाइथिलु, बहुत धनी लोक, तां घर रो बहु
से भी बहुत रिच पर्सन से मोर ड्रेस आयरन करी पकोथिले अरे तांगर घरे पूरा सर्वेंट्स अछंती काम करिया पे हेले भी से माने निजे प्रभु दास मान को चा धरिक आणते सब अरे अरे चा गोटे आण दे रे पास बाबू को बोल कहि देई थांते हेई जीवो प्रॉब्लम नहीं ना पास मान पे निजे जाई कि चा बनाई कि निजे आणी के देई कि ठिया आइ थांते से कप धरिबा पर्यंत भावते भार एमती भी अछंती भाबु थाए मु धनी है कि भी देखो तो की दरकार से मान को न करले भी चली थांता किछ सजा मिलिबो नहीं नम्रतार कथा बुझी मु भाबुथिली कि धनी मान एमती रही पारिबे नहीं पराबल भाबुथिली किंतु मु भूल बोली जानि परे के जण अछंती ते धनी है के रिच पीपल है कि भी नम्र ही जानती ऑफ कोर्स और जना पड़छ क्लियरली जना पड़छ एटा ड्रामा नुहे बोली जेन्युइन मीटिंग जाके आस भितरे मोर शर्ट कोन थिला सब उठे काची देले से भणी सुखाई देले मान आसे भी आयरन कर देले आसले बेलको खट ऊपर के एटा करले अरे धनी शारीरिक भाव रे धनी हेले भी आत्मारे दिनहीन जे धन लोक धन्य स्वर्गराज से मानकर बोली प्रभु कहले धनी हेबाटा भूल नुहे से धन शरीर पर्यंत था कॉस्टली ड्रेस पिंधु आत्मारे दिनहीन रहिबा भीतर को न जाओ अंदर नहीं जाने का वो घमंड वो धन दौलत सुंदर ड्रेस पिंधु कॉस्टली ड्रेस पिंधु किसी चिंता नहीं भल घर बनातु किसी चिंता नहीं किंतु से आउटवर्ड स्टेटस आपणकर आत्मिक जीवन को टच न करू से नम्रता धरी रखंतु तो फर्स्ट गर्व सेकंड है अबाध्यता थर्ड है भंड शिक्षा लोभ फोर्थ आम देखी वाक्यर अभाव 5 देखिए लुक 6:39 6:39 बाबू लुक 6:39 ओके 39 ते सेमानंकु गोटे दृष्टांत मध्य कहिले अंध कण अंध को बाट कढ़ाई पारे सेमाने कण उभय खातरे पड़िबे नाही बस 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 एठी भी पढुछंती के पढुछंती अंध लोक को फॉलो करले पड़ी जिबे से भी पड़िबो हमें भी पड़िबो फॉलोइंग द ब्लाइंड विल मेक यू फॉल बाइबल हिसाब रे अंध किए नो पर देखो प्रभु धन्यवाद देवा प्रेज द लॉर्ड अंध किए जे वाक्य देखु देखु बुझी पार नथिबे आत्मिकता सत्यता बुझी पार नथिबे ए शास्त्री फारिसी मान काहे के विफल हेले कहंतु तो शास्त्र जान नथिले कि से माने शास्त्र को केवल कॉन्टेक्स्ट रे ही जानुथिले स्पिरिचुअली जानि पार नथिले जहन 9 अध्याय रे आपण समस्त जानिछंती जहन 9 अध्याय रे प्रभु यीशु ख्रीष्ट जने अंध लोक को सुस्थ कले से मो पर देखो खोली कि मो पर देखिबार अछि जहन 9 अध्याय आमे भाबू मिराकल कर देले लोक माने प्रभुंकर शक्ति देखि डरी जिबे बापा बोले बाइबल ने जीसु एते आश्चर्य कर्म करला परे भी तांको काहे कि क्रूस अर्पण करले आपण कहंतु तो डिड मिरेकल वर्क मिराकल काम करला कि रागी गले से 9 अध्याय रे लोक माने प्रभुंको ऊपर विरक्त होई गले काम हेलानी जुक्ति तर्क हो गला जेरूसलेम सारा अवश्य अल्प लोक विश्वास करले तांको पछरे गले जे बाकी टाउन सारा हां एमती केमती हबो सेमती केमती हबो धुरधाड़ हैला हो तापर बहुत जुक्ति तर्क हैला परे प्रभु कहले अरे रे रे से अंध बोली भाबुथिली मु तमाने पर अंध बोली कहि देले प्रभु तांको से अंध बोली तांको सुस्थ करी पकाइली मु परे बुझिली जे एक्चुअली तमे पर अंध माने
ତ ସେମାନେ ପଚାରୁଛନ୍ତି ଆମେ ଅନ୍ଧ କି ଆମେ ଅନ୍ଧ କି ଆମେ ଅନ୍ଧ ଆମକୁ ଅନ୍ଧ କହୁଛ କି? ଓକେ 39 ରୁ ପଢ 9 ଅଧ୍ୟାୟ 39 40 41 ପୁଣି ଯୀଶୁ କହିଲେ, ଦେଖୁନଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି। ଫାରୁସୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଣ ଅନ୍ଧ? ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥାନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନଥାନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ, ତୁମ୍ଭମାନଙ୍କର ପାପ ରହୁଅଛି। ବାସ୍ 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 ଆମେ ଅନ୍ଧ କି ଆମକୁ ଦେଖୁନୁ କି ଆମକୁ ଦେଖାଯାଉନି କି ବୋଲି ଯୋଉ ଲୋକ ଭାବୁଛନ୍ତି, ପ୍ରଭୁ କହିଲେ ତୁମେ ସତରେ ଯଦି ଏ ଆଖିରେ ଅନ୍ଧ ହେଇଥାନ୍ତ, ତାହେଲେ ତୁମର ପାପ ହେଇନଥାନ୍ତା। ଏ ଆଖି ଖୋଲା ଥାଇକି ତୁମେ ଯାହା ଦେଖି ପାରୁନ ଶାସ୍ତ୍ରକୁ, ଏଥିରେ ଜଣା ପଡୁଛି ତୁମମାନେ ଆନ୍ତରିକ ଭାବରେ ଅନ୍ଧ, ସ୍ପିରିଚୁଆଲ ଆଇଜ କ୍ଲୋଜ୍ଡ, ଅନ୍ଧ। ଯେଉଁମାନେ ନିଜକୁ ପ୍ରଭୁଙ୍କ ଦାସ ପ୍ରଭୁଙ୍କ ଲୋକ ବୋଲି ଭାବୁଛନ୍ତି, ଏ ବାଇବେଲକୁ କେବଳ ସୁନା ରୂପ ଗାଡି ବଙ୍ଗଲା ପଇସା ପତ୍ର ପାଇଁ ହିଁ ବ୍ୟବହାର କରୁଛନ୍ତି। ଆଠୁ ଆତ୍ମିକ ବିଷୟ ପ୍ରତି ଆଖି ଖୋଲା ହେଇନାହିଁ, ସେମାନଙ୍କୁ ବାଇବେଲ କହେ ଅନ୍ଧ। ଦ୍ୱିତୀୟ କରିନ୍ଥୀ 4 ଅଧ୍ୟାୟ 4 ପଦ, ଦ୍ୱିତୀୟ କରିନ୍ଥୀ 4 ଅଧ୍ୟାୟ 4 ପଦ। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀ ମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ବାସ୍ 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 କଣ ପୁଣି? ଖ୍ରୀଷ୍ଟଙ୍କ ଗୌରବମୟ ସୁସମାଚାରର ଆଲୋକ। କି ସୁସମାଚାର? ଗୌରବର ସୁସମାଚାର। ଆପଣମାନେ କହୁଥିଲେ କେତେ ସୁସମାଚାର ଅଛି? 4ଟା। ରାଜ୍ୟର ସୁସମାଚାର, ପରିତ୍ରାଣର ସୁସମାଚାର, ଗୌରବର ସୁସମାଚାର, ଅନନ୍ତକାଳୀନ ସୁସମାଚାର। ଓକେ, ଏ ଭିତରେ ପାଉଲ କହୁଛନ୍ତି ଗୌରବର ସୁସମାଚାର ଜାଣିପାରିଲେ ନାହିଁ। କିଏ କିଏ କିଏ? ଅବିଶ୍ୱାସୀ ମାନେ। କୋ ଅବିଶ୍ୱାସୀ? ବିଜାତି ନାହିଁ, ଖ୍ରୀଷ୍ଟିଆନ ହେଇକି ବି ଅବିଶ୍ୱାସୀ ହେଇଛନ୍ତି। ସେମାନେ ଯୀଶୁ ଖ୍ରୀଷ୍ଟ ସୁସ୍ଥ କରିବ ବୋଲି ପଦ ଜାଣିଛନ୍ତି, ଯୀଶୁ ଖ୍ରୀଷ୍ଟ ସମସ୍ୟା କଷ୍ଟ ଦୂର କରିବ ବୋଲି ଜାଣିଛନ୍ତି, କିନ୍ତୁ ଆମେ ସହିବାକୁ ପଡିବ, ଆମେ ଦୁଃଖ କ୍ଲେଶ ଭୋଗିକି ଯିବାକୁ ପଡିବ ବୋଲିବା ପଦ ପର୍ବ ବିଶ୍ୱାସ କରୁନାହାନ୍ତି ବହୁତ ଲୋକ। ବିଶ୍ୱାସୀ ହେଇକି ବି ବାଇବେଲକୁ ଅଧା ବିଶ୍ୱାସ କରୁଛନ୍ତି, ଅଧା ବିଶ୍ୱାସ କରୁନାହାନ୍ତି। ଏଇ ଅବିଶ୍ୱାସୀ ମାନେ ସଂସାରରେ ପ୍ରଭୁ ସବୁ ଦେବେ, ସବୁ ଯୋଗାଇ ଦେବେ, ଏଟା ବିଶ୍ୱାସ କରୁଛନ୍ତି, କିନ୍ତୁ ସ୍ୱର୍ଗରେ ମଧ୍ୟ ଗୌରବମୟ ବିଷୟ ରଖାଯାଇଛି, ତାହା ପାଇଁ ମଧ୍ୟ ମାନେ ପ୍ରସ୍ତୁତ ହେବାର ଅଛି ବୋଲିବା ମାଇଣ୍ଡଟା ନାହିଁ। ସେଥିପାଇଁ ଗୌରବମୟ ସୁସମାଚାର ପ୍ରତି ଆଖି ଅନ୍ଧ ହେଇଯାଇଛି। ମାନେ they know the world, they don't know the glory. ଜଗତକୁ ଚିହ୍ନ, ଜଗତରେ କଣ ମିଳିବ? ଜଗତରେ ପଇସା ମିଳିବ, ପ୍ରଭୁ ଜ୍ଞାନ ଦେବେ, କଲେଜରେ ପାସ୍ କରାଇ ଦେବେ, ଚାକରି ଦେବେ, ଘର ଦେବେ, ପ୍ରଭୁ ଜଗାଇବେ, ଅଭାବ ସବୁ ପୂର୍ଣ୍ଣ କରିବେ, ଜିହୋବା ଜିରି, ଜିହୋବା ରାଫା, ସବୁ ଜାଣିଛନ୍ତି, ସ୍ୱର୍ଗ ଜାଣିନାହାନ୍ତି। ସ୍ୱର୍ଗ କଣ ଜାଣିନାହାନ୍ତି? ଏ ଜଗତର ବିଷୟ ବସ୍ତୁ ଗୁଡିକ ସବୁ ଅପେକ୍ଷା ସ୍ୱର୍ଗୀୟ ବିଷୟର ମୂଲ୍ୟ ଅଧିକ ଜାଣିପାରିଲେନି, ତେଣୁକରି ପ୍ରଚାର କରୁନାହାନ୍ତି କୋଉଠି ବି। spiritually blind। ତ ବାଇବେଲ କହେ ଏମିତି ଅନ୍ଧ ଲୋକମାନଙ୍କୁ ଫଲୋ କଲେ ସେମାନେ ବି ପଡିବେ, ଆମେ ବି ପଡିବୁ। ସେମାନେ ବି ଗାତରେ ପଡିବେ, ଆମେ ବି ଗାତରେ ପଡିଯିବୁ ନା। ସେମାନେ ଜଗତ ପାଇଁ ହିଁ ପ୍ରଚାର କରୁଛନ୍ତି, ଜଗତର ଆଶୀର୍ବାଦ ପାଇଁ ପ୍ରଚାର କରୁଛନ୍ତି, ତେଣୁକରି ଜଗତ ମିଳିବ। ସେମାନେ କେବେ ବି ସ୍ୱର୍ଗୀୟ ବିଷୟ ପାଇଁ ପ୍ରଚାର କରୁନାହାନ୍ତି, ପ୍ରସ୍ତୁତ କରିନାହାନ୍ତି, ତେଣୁକରି ସ୍ୱର୍ଗ ମିଳିବ ନାହିଁ। କଣ କହେ ବାଇବେଲ? ଆମେ ଯାହା ବୁଣିଲୁ ତାହା କାଟିବ ନା। ଦେଖ ଗଲାତୀ 6 ଅଧ୍ୟାୟ, ଗଲାତୀ 6 ଅଧ୍ୟାୟ 7-8 ପଦ। ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ
ତାହା ହିଁ କାଟିବ। ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ, କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ମୋ ପଟେ ଦେଖନ୍ତୁ, ଏବେ ନ୍ୟାଚୁରାଲି କଥା ହେବା। ବୁଣିବାଟ ମାନେ କଣ? ବାକ୍ୟ। ବୁଣାଳିର ଦୃଷ୍ଟାନ୍ତର କଣ? ବୀଜ ବିହନ କଣ? ବାକ୍ୟ। ତ ପ୍ରଭୁ ଏବେ ବକ୍ତା ମାନଙ୍କୁ କହୁଛନ୍ତି ତୁମେ ଶରୀର ଉଦ୍ଦେଶ୍ୟରେ ଯଦି ବୁଣିବ ଶରୀରର ଫଳ କାଟିବ। ପ୍ରଭୁ ଘର ଦେବେ, ପ୍ରଭୁ ଦ୍ୱାର ଦେବେ, ପ୍ରଭୁ ସୁନା ଦେବେ, ପ୍ରଭୁ ରୂପା ଦେବେ, ସତ କଥା। ସେଟା ହିଁ ଯଦି ପ୍ରଚାର କରୁଛୁ, ସେଟା ପାଇଁ ପ୍ରାର୍ଥନା କରୁଛୁ, ସେଟା ପାଇଁ ପ୍ରେଟ ଚାଲିଛି, ଲୋକମାନଙ୍କୁ ସୁସ୍ଥତା ମିଳିଛି, ଘର ମିଳିଛି, ଚାକିରି ମିଳିଛି, ପଇସା ମିଳିଛି, ଗୁଡ। ଶରୀର ଉଦ୍ଦେଶ୍ୟରେ ଯାହା ବୁଣା ହେଇଛି ଶରୀରର ଫଳ କାଟିବ। ଶରୀର ଉଦ୍ଦେଶ୍ୟରେ ବୁଣିକି ଆତ୍ମାଙ୍କ ଫଳ କାଟିବ ବୋଲି କେବେ ଭାବିବାର ନାହିଁ। ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିଛି, ଆତ୍ମିକ ବିଷୟର ବାକ୍ୟ ବୁଣିଛି, ସେ ଆତ୍ମାରେ ଅନନ୍ତ ଜୀବନଦାୟକ ଫଳ କାଟିବ। ପୁଣି ପଏଣ୍ଟ ଟୁ ବି ନୋଟେଡ, ଟାଲି କରିକି ଦେଖନ୍ତୁ। ଏଇଟା ଆମେ ଯାହା ବୁଣିବୁ ତାହା କାଟିବୁ। ଆମ ଚର୍ଚ୍ଚରେ ବହୁତ ଗହଳି ଲୋକ ପଳେଇ ଆସନ୍ତୁ, ଆମର ମିଟିଂ ରେ ବହୁତ ଗହଳି ପଳେଇ ଆସନ୍ତୁ, ଆମର ବହୁତ ଚାନ୍ଦା ଗୋଟେ ମିଳିଯାଉ, ମାଇଟି ମିରାକଲ ହେଉ ପ୍ରଭୁ, ସୁସ୍ଥତା ହେଉ ପ୍ରଭୁ ବୋଲିଲା ବେଳୁ ହାତ ହଲାଇଲେ ଲୋକ ପଡିଯାଆନ୍ତୁ, ଏତିକି ମୋର ପ୍ରାର୍ଥନା। ଲୋକ ପଡୁଛନ୍ତି, ସୁସ୍ଥ ହଉଛନ୍ତି, ଆସୁଛନ୍ତି, ଭଲ ଚାନ୍ଦା ମିଳୁଛି, ସବୁ ମିଳୁଛି। ମୋର ଗୋଟେ ବାଇବଲ କଲେଜ ଗୋଟେ ପ୍ରଭୁ ଜଗାଇ ଦେବେ, ପଇସା ମତେ ଇଏ ବନାଇ ଦେବେ ପ୍ରଭୁ, ସ୍କୁଲ ଗୋଟେ କରିଦେବେ, ସ୍କୁଲ ଏଭରିଥିଙ୍ଗ। ଜଗତ ପାଇଁ ଯାହା ଦରକାର ତାହା ହିଁ ପ୍ରଚାର କରାହଉଛି, ତାହା ପାଇଯାଉଛୁ। ଏଇ ସବୁ ଧରିକି ସ୍ୱର୍ଗ ଯିବୁ ଭାବିବାର ନାହିଁ। ସେଥିପାଇଁ କହେ ପ୍ଲାଟଫର୍ମ ଟିକେଟ ଧରିକି ଟ୍ରେନ ଚଢିବାର ନାହିଁ କେବେ ବି। ପ୍ଲାଟଫର୍ମ ଟିକେଟ ପ୍ଲାଟଫର୍ମରେ ରହିବ ଲୋକମାନଙ୍କ ପାଇଁ ଅଟେ, ଯାତ୍ରା ଟିକେଟ ଯାତ୍ରା କରିବା ଲୋକମାନଙ୍କ ପାଇଁ ଅଟେ। ସାଂସାରିକ ଆଶୀର୍ବାଦ ପ୍ଲାଟଫର୍ମ ଟିକେଟ ପରି ଅଟେ, ଏଇଠି ରହିବା ଲୋକମାନଙ୍କ ପାଇଁ। ପରିତ୍ରାଣ ଅଟେ ଯାତ୍ରା ଟିକେଟ ଯିବା ଲୋକମାନଙ୍କ ପାଇଁ ଅଟେ। ସେଟା ସୁନ୍ଦର ପଦ ଦେଖ ତ। ଶରୀର ଉଦ୍ଦେଶ୍ୟରେ ବୁଣିକି ଆତ୍ମିକ ଫଳ କାଟି ପାରିବନି ଆଜ୍ଞା। ସୁସ୍ଥତାର ପ୍ରଚାର କରିକି ଆମେ ଆତ୍ମା ଲାଭ କରିକି ସ୍ୱର୍ଗକୁ ନେଇ ପାରିବୁ ନାହିଁ। ସୁସ୍ଥତାର ପ୍ରଚାର ସୁସ୍ଥତା ଦିଏ, ଆଶୀର୍ବାଦ ପ୍ରଚାର ଆଶୀର୍ବାଦ ଦିଏ, ପରିତ୍ରାଣର ପ୍ରଚାର ହିଁ ସ୍ୱର୍ଗକୁ ନିଏ, ଆତ୍ମା ଲାଭ କରେ ଆଜ୍ଞା। ତ ଅନ୍ଧ ଲୋକ, କାରଣ ବାଇବେଲର ସାଂସାରିକ ଆଶୀର୍ବାଦର ପଦପର୍ବ ଦେଖୁଛନ୍ତି, କିନ୍ତୁ ସ୍ୱର୍ଗ, ଆଗମନ, ପୃଥକକରଣ ଜୀବନ, ଧାର୍ମିକତା, ପବିତ୍ରତା, ଆଗାମୀ ମହାକ୍ଲେଶ କାଳ, ଏଇ ସବୁର ପଦପର୍ବ ଦେଖୁନାହାନ୍ତି ବହୁତ ଲୋକ। ଏଟା ମ୍ୟୁଟ କରନ୍ତୁ। ବହୁତ ଜଣ ଅନ୍ଧ ହେଇଯାଇଛନ୍ତି, ଗୌରବର ବାକ୍ୟ ଦେଖିନାହାନ୍ତି, ଗ୍ଲୋରିୟସ୍ ୱାର୍ଡ। ପ୍ରଭୁଙ୍କ ଠାରୁ ଜଗତରେ କଣ ମିଳିବ କହିପାରୁଛନ୍ତି, ପ୍ରଭୁଙ୍କ ଠାରୁ ସ୍ୱର୍ଗୀୟ ବିଷୟ କଣ କଣ ମିଳିବାକୁ ଯାଉଛି ସେଟା କହିପାରୁନାହାନ୍ତି। ଥରେ ସେ 21 ଅଧ୍ୟାୟ ପ୍ରକାଶିତ ବାକ୍ୟ ଶୁଣନ୍ତୁ ଆଜ୍ଞା, ଆମର ଭିଡିଓ ଅଛି, ନୂତନ ଜେରୁସାଲେମ ନଗରର ବର୍ଣ୍ଣନା। ଥରେ ଆପଣ ମାନେ ଶୁଣିଦେବେ, ଯଦି ଜଗତ ପ୍ରତି ଘୃଣା ଲାଗିବ ଆପଣଙ୍କୁ। ପ୍ରଭୁ କହିଲେ ତୁମ୍ଭ ମାନଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି। ସେ ସ୍ଥାନ ମାନେ କେମିତି, ସ୍ଥାନ କଣ କେମିତି ଥିବ ଥରେ ଦେଖ, ସେ ପ୍ରଚାର, ସେ ମେସେଜ ଟା ଶୁଣନ୍ତୁ, ଆପଣ ମାନେ ଜାଣିବେ ଜଗତ ବେକାର ବୋଲି। ଆଉ ଲାଷ୍ଟ ପଏଣ୍ଟ, ସିକ୍ସଥ ପଏଣ୍ଟ ହେଲା ଜିର୍ମିୟା 8:12। ସେଭେନ୍ଥ ପଏଣ୍ଟ କାଲି କହିବି, ଜିର୍ମିୟା 8:12। ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କଣ ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିମ୍ବା ମୁଖ ବିବର୍ଣ୍ଣ କଲେ ନାହିଁ। ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ। ସଦାପ୍ରଭୁ କହନ୍ତି, ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ। ପ୍ରତିଫଳ ପ୍ରାପ୍ତିର ସମୟରେ, ଗୋଟେ ଗୋଟେ ୱାର୍ଡ ମିଶେଇ ଯାଉଛି ବାବୁ। ପ୍ରତିଫଳ ପ୍ରାପ୍ତିରଟା ଶୁଭାଗଲା ନାହିଁ। ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ। ତ କଣ ଏଠି କିଏ ପତିତ ହେବେ? ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ। ମୋ ପଟେ ଦେଖନ୍ତୁ, ଆମ୍ଭେ ମାନେ
ପତିତ ଲୋକମାନଙ୍କ ସହିତ ଘୁଲ ମିଲକେ ରହିବା ଯଦି ଆମେ ବି ପଡିଯିବୁ। ସୌଭାଗିତା ବହୁତ ଇମ୍ପୋର୍ଟାଣ୍ଟ ଅଟେ। କାହାରି ସହିତ ଆମର ଫ୍ରେଣ୍ଡସିପ, କାହାରି ସହିତ ଆମର ରିଲେସନସିପ, କାହାରି ସହିତ ଆମର ପରିଚୟ, କାହାରି ସହିତ ଆମର ସମ୍ପର୍କ ଆତ୍ମିକ ଲୋକମାନଙ୍କ ସହିତ ରହିଲେ ଆତ୍ମିକ ହେବ, ସାଂସାରିକ ଲୋକମାନଙ୍କ ସହିତ ରହିଲେ ସାଂସାରିକ ହେଇଯିବ ଅଟୋମେଟିକଲି। ତ ପତିତ ଲୋକମାନଙ୍କ ମଧ୍ୟରେ ଥିଲେ ସେମାନଙ୍କ ସହିତ ଆମେ ବି ପତିତ ହେବୁ ବୋଲି ବାଇବେଲ କହେ। ତ ପତନ ହେବାର 6ଟା ରିଜନ କହିଲି, କାଲିକୁ କହିବି ରାଜା ସାଉଲଙ୍କର ପତନ। ସେ ଲାଷ୍ଟ ପଏଣ୍ଟଟା କାଲି ଗୋଟେ ଦିନ ସରିବ ଆମକୁ କାଲି। ରାଜା ସାଉଲଙ୍କର ପାପ, ଏତେ ଗୌରବର ସେ ରାଜା ଥିଲେ ସେ, ମାନେ ପ୍ରଭୁ ଏତେ ମହାନ ସମାଦର କରି ତାଙ୍କୁ ଏତେ ଅନର କରିଥିଲେ ସମସ୍ତଙ୍କ ସାମ୍ନାରେ। why did he fall? କୁଆଡକୁ ରହିଲେ ନାହିଁ, ଆଉ କୁଆଡକୁ ରହିଲେ ନାହିଁ ରାଜା ସାଉଲ। ତ ରାଜା ସାଉଲଙ୍କର ପତନର ବିଷୟ ଦେଖିଲେ ଜଣା ପଡିବ ସ୍ୱର୍ଗରେ ଦୂତ ମାନେ କେମିତି ପତନ ହେଲେ, ଆମେ ବି ସତର୍କ ହେଇ ଜାଣିପାରିବା। ପ୍ରେଜ ଦ ଲର୍ଡ। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ପ୍ରେଜ ଦ ଲର୍ଡ, ହାଲେଲୁୟା, ଧନ୍ୟବାଦ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ଗର୍ବୀ ହେବା ନାହିଁ ପ୍ରିୟ ମାନେ, ଅବାଧ୍ୟ ହେବା ନାହିଁ ପ୍ରିୟ ମାନେ, ଭଣ୍ଡ ଶିକ୍ଷା ଶୁଣିବା ନାହିଁ ପ୍ରିୟ ମାନେ। ପ୍ରେଜ ଦ ଲର୍ଡ। ବାକ୍ୟକୁ ଗୁରୁତ୍ୱ ଦେବା। ବାକ୍ୟ ନଥିଲେ ଦର୍ଶନ, ଭାବବାଣୀ, ସୁସ୍ଥତା, ଆଶୀର୍ବାଦ, କାହାରି ପର୍ସନାଲ ଏକ୍ସପିରିଏନ୍ସ, এই ସବୁ ଆମର ଫାଉଣ୍ଡେସନ ନୁହେଁ, ଆମର ଭିତ୍ତିମୂଳ ନୁହେଁ। ଆମର ଭିତ୍ତିମୂଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଅଟେ। ଆଜିକାଲି କୋଉ ଜାଗାରେ କି ଜଣେ ମା ମାନେ ଥିବେ ଖାଲି ଦର୍ଶନ, ରାତିରେ ପ୍ରଭୁଙ୍କୁ ଗୋଟେ ଦର୍ଶନ ଦେଖେଇଲେ ସେ ଦର୍ଶନ ହିଁ ପ୍ରଚାର ସେଦିନ ପାଇଁ। ମୁଁ ଏମିତି ଯାଇଥିଲି, ଏମିତି ବୁଲୁଥିଲି ଗୋଟେ ଜଙ୍ଗଲରେ, ଏମିତି ଗୋଟେ ପ୍ରଭୁ ଦିଟା ଫଳ ମତେ ଦେଖାଇଲେ, ଖାଲି ଏଟା ହିଁ ଲୋକ ଶୁଣି ଆଶ୍ଚର୍ଯ୍ୟ ହେଇଯାଉଥିବେ। ଜଣଙ୍କର ଦର୍ଶନରେ ନିଜର ଭିତ୍ତିମୂଳ ବସାନ୍ତ ନେଇ ଆଜ୍ଞା ପଡିଯିବୁ ଆମେ। ବାଲୁକାରେ ସ୍ଥାପିତ ଏକ ନିର୍ମାଣ ପରି ପବନ ବହିବ, ଝଡ଼ ବହିବ, ବତାସ ବହିବ, ବୃଷ୍ଟି ହେବ, ଆଉ ତାହା ପଡିଯିବ। ତାହାର ପତନ ଭୟଙ୍କର। ବାଲି ଅଟେ, ଅନଷ୍ଟେବଲ। ବାକ୍ୟକୁ ଧରନ୍ତୁ, ନଟ୍ ପ୍ରଫେସି, not vision, not dream, and not somebody's personal experiences. ଜଣଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତି ଗୁଡ଼ିକ ଆମର ଫାଉଣ୍ଡେସନ ନୁହେଁ, ଆମର ଭିତ୍ତିମୂଳ ନ ହେଉ। ବହୁତ ଜଣଙ୍କ ଜୀବନରେ ବାକ୍ୟ ନଥିବାରୁ ପତନ। ତାପରେ ଆମେ ଦେଖିଲୁ ଅନ୍ଧ, ଯେଉଁମାନଙ୍କର ଆନ୍ତରିକ ଚକ୍ଷୁ ଉନ୍ମୁକ୍ତ ହେଇନାହିଁ, ଗୌରବମୟ ବିଷୟ କଣ ଜାଣି ପାରୁନାହାନ୍ତି, ସ୍ୱର୍ଗ କଣ, ସ୍ୱର୍ଗୀୟ ବିଷୟ କଣ ଜାଣି ପାରୁନାହାନ୍ତି, ଆତ୍ମିକତା କଣ ଜାଣି ପାରୁନାହାନ୍ତି, ଆତ୍ମିକ ଜୀବନ କେମିତି ସବଳ ହେବା ତାହା ଜାଣି ପାରୁନାହାନ୍ତି, ପବିତ୍ରତା, ଧାର୍ମିକତା, ବିଶ୍ୱସ୍ତତା, ସତ୍ୟତା, ଏସବୁର ପଦର ଅର୍ଥ ସେମାନଙ୍କୁ ଯଦି ଜଣା ନାହିଁ, ତାହେଲେ କେବଳ ସେମାନେ ବାଇବେଲକୁ ଶାରୀରିକ ଭାବେ ପଢିଛନ୍ତି, ଶାରୀରିକ ଭାବେ ବୁଝିଛନ୍ତି, ଶାରୀରିକ ଭାବେ ଘୋଷଣା କରୁଛନ୍ତି କି ପ୍ରଭୁ ଆଶୀର୍ବାଦ କରିବେ, ଘର ଦେବେ, ପଇସା ଦେବେ, ଇଏ ଦେବେ, ସେ ଦେବେ। ଅନ୍ଧ ଲୋକ, ଆତ୍ମିକ ଚକ୍ଷୁ ଅନ୍ଧ ହେଇଯାଇଛି ଏମାନଙ୍କର। ତ ବାଇବେଲ କହିଲେ ଅନ୍ଧ ଲୋକମାନଙ୍କୁ ଆମେ ଫଲୋ କରଲେ ସେ ବି ଗାତରେ ପଡିବ, ଆମେ ବି ଗାତରେ ପଡିବୁ। 6 ପଏଣ୍ଟ ଆମେ ଦେଖିଲୁ, ପତିତ ଲୋକମାନଙ୍କ ମଧ୍ୟରେ ଥିଲେ ଆମେ ବି ପତିତ ହେବୁ। ପବିତ୍ର ଲୋକମାନଙ୍କ ସହିତ, ବିଶ୍ୱସ୍ତ ଲୋକମାନଙ୍କ ସହିତ ଆମର ସହଭାଗିତା ରହୁ, ସତ୍ୟ ଲୋକମାନଙ୍କ ସହିତ ଆମର ସହଭାଗିତା ରହୁ, ସ୍ୱର୍ଗ ଆଡକୁ ବାଟ କରିକି ଯାଉଥିବା ଲୋକମାନଙ୍କ ସହିତ, ପ୍ରଭୁଙ୍କ ଲୋକମାନଙ୍କ ସହିତ ଆମର ସହଭାଗିତା ରହୁ, ଆତ୍ମିକ ଦୃଷ୍ଟି ଯାହାକୁ ଅଛି ସେମାନଙ୍କ ସହିତ ଆମର ସହଭାଗିତା ରହୁ, ଊର୍ଧ୍ୱ ଦୃଷ୍ଟି ଯାହାର ଅଛି ସେମାନଙ୍କ ସହିତ ଆମର ଦୃଷ୍ଟି ରହୁ, ଆମର ସହଭାଗିତା ରହୁ। ଆଉ ରାଜା ସାଉଲଙ୍କର ପତନ, ତାଙ୍କ ଭଳି ପତନ ହେବା ନାହିଁ ପ୍ରିୟ ମାନେ। ପ୍ରାର୍ଥନା କରିବା। ପ୍ରଭୁ ଧନ୍ୟବାଦ ଦେଉଛି ଆଜି ରାତ୍ର ପାଇଁ, ତୁମରି ମହାନ ଅନୁଗ୍ରହ ଦ୍ୱାରା ଆମ ସମସ୍ତଙ୍କ ସହିତ କଥା ହେଉଛ। ଧନ୍ୟବାଦ ଦେଉଛି ଦୂତ ମାନଙ୍କର ପତନ, ଯେଉଁ ଦ୍ୱାରା କି ଏକ ପାତାଳର ଜନ୍ମ ହେଇଯାଇଛି,
a fall that created hell. ଏଭଳି ଅବସ୍ଥା ଆମ ଜୀବନରେ ନ ଆସୁ ପ୍ରଭୁ। ଥରକୁ ଥର ଆମେ ଯେବେ ପଛକୁ ଅନାଇକି ଦେଖିପାରିବୁ କି ଆମେ କଣ ଥିଲୁ, ଆଜି କଣ ହେଲୁ, କୋଉ ଦିନାବସ୍ଥାରେ ଆମେ ହୀନ ଅବସ୍ଥାରେ ଥିଲୁ, ଆଜି କେଉଁ ଉନ୍ନତ ଅବସ୍ଥା ଆମକୁ ତୁମେ ଦେଇଛ, ଏଟା କେବଳ ତୁମରି କରୁଣା ଦୟା ଅନୁଗ୍ରହ ଯୋଗୁ ହିଁ ଏତିକି ପର୍ଯ୍ୟନ୍ତ ଆସିପାରିଲୁ ବୋଲି। ତୁମକୁ ହିଁ ଯେପରି ଋଣୀ ହେଇକି ରହିବୁ ସଦା ସର୍ବଦା, ଏଥିପାଇଁ ସାହାଯ୍ୟ କର। ଆମର ଜ୍ଞାନ ନୁହେଁ, ଆମର ବଳ ନୁହେଁ, ଆମର ଟେକ୍ନିକ ନୁହେଁ, ଆମର ଚାଲାକି ନୁହେଁ, ଆମର ପଲିଟିକ୍ସ ନୁହେଁ ପ୍ରଭୁ, ଆମର ବଳ ନୁହେଁ, କେବଳ ତୁମରି ଦୟା, ତୁମରି ଗୌରବ ଯେପରି କେବେ ମଧ୍ୟ ନିଜ ଉପରକୁ ନେବୁ ନାହିଁ, ଏଥିପାଇଁ ସାହାଯ୍ୟ କର। କେବେ ନିଜେ ଗର୍ବ କରିବନି, ଏଥିପାଇଁ ସାହାଯ୍ୟ କର। ମୁଁ କରିଛି ପରା ଏଟା ସବୁ, ମୁଁ ମୋର ଚାଲାକିରେ କଲି ବୋଲିଲା ପରେ କେବେ ଯେପରି ନ କରିବ, ଏଥିପାଇଁ ସାହାଯ୍ୟ କର, ଦୟା କର। ଆଉ ସମସ୍ତ ବିଷୟ, ପ୍ରତ୍ୟେକ ସେବା, ପ୍ରତ୍ୟେକ ବାକ୍ୟ, ପ୍ରତ୍ୟେକ ଗୀତ, ପ୍ରତ୍ୟେକ ତୁମରି ଅନୁଗ୍ରହ ଦାନ ଦ୍ୱାରା ଲୋକମାନଙ୍କୁ ଆମ ପ୍ରତି ଆକର୍ଷଣ ନ କରି ତୁମ ଆଡକୁ ଯେପରି କଢାଇ ଆଣିପାରିବ ବାପ୍ତି ଯୋଗ ଜହନଙ୍କ ପରି, ସେହିପରି ଆମ ସମସ୍ତଙ୍କୁ ଦୟା କର, ଅନୁଗ୍ରହ କର, ସାହାଯ୍ୟ କର ପ୍ରଭୁ। ତୁମରି ଆଗମନ ପାଇଁ ପ୍ରସ୍ତୁତ କର, ତୁମେ ଗୌରବ ପାଅ। ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁସର ଜୟ। ହାଲେଲୁୟା, ହାଲେଲୁୟା।